ଫକୀରମୋହନ ବିଶ୍ୱବିଦ୍ୟାଳୟର ପପୁଲେସନ୍ ଷ୍ଟଡିଜ୍ ସ୍ନାତକର ବିଭାଗ ଦ୍ୱାରା ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ସାମାଜିକ ବିଜ୍ଞାନ ଅନୁସନ୍ଧାନର ଜନଗଣନା ତଥ୍ୟର ବ୍ୟବହାର ମୁଖ୍ୟ ପ୍ରସଙ୍ଗକୁ ଭିତ୍ତି କରି ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଦିନିକିଆ କର୍ମଶାଳାର ଉଦ୍ଘାଟନ ହୋଇଥିଲା। କର୍ମଶାଳାରେ ସାମାଜିକ ବିଜ୍ଞାନ ଅନୁସନ୍ଧାନର ଜନଗଣନାର ତଥ୍ୟ ବ୍ୟବହାର ଉପରେ ଜ୍ଞାନ ଏବଂ ବୁଝାମଣା ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ହୋଇଥିଲା। କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ୱବିଦ୍ୟାଳୟସ୍ଥିତ ଜନଗଣନା ତଥ୍ୟ କେନ୍ଦ୍ର ଜନଗଣନା ତଥ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପଯୋଗିତା ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଜନଗଣନା ଅପରେସନ ନିର୍ଦ୍ଦେଶକ ଶ୍ରୀ ଉଦୟ ନାରାୟଣ ଦାସ ଯୋଗ ଦେଇ ଜାତୀୟ ଜନଗଣନା ପ୍ରକ୍ରିୟାକୁ ସରଳ ବିଶ୍ଳେଷଣ କରିଥିଲେ। କାର୍ଯ୍ୟକ୍ରମର ସଞ୍ଚାଳନା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମତୱାଲ କରିଥିଲେ। କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ବିଭାଗ ମୁଖ୍ୟ ଡକ୍ଟର ଗ୍ରେସ୍ ବି ମୁଣ୍ଡ ଦାୟିତ୍ୱ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।